ମୁଁ ହୃଦାନନ୍ଦ ସ୍ୱାଇଁ। ଆଜି ଆମର ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଆମର ଗୁରୁ ସ୍ୱର୍ଗତ ଶ୍ୟାମସୁନ୍ଦର ଆଚାର୍ଯ୍ୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଆଜି ଏକ ସଭା କାର୍ଯ୍ୟ ଚାଲିଥିଲା। ମୂର୍ତ୍ତି ଉନ୍ମୋଚନ କରାଗଲା। ଗାନ୍ଧୀଙ୍କ ବିଷୟରେ ତ ସମସ୍ତେ ଜାଣିଛନ୍ତି, ମୁଁ ଆଉ କ'ଣ କହିବି। ଅହିଂସାକୁ ଅସ୍ତ୍ର କରି ଯେଉଁ ମହାମାନବ ଏ ଦେଶକୁ ସ୍ୱାଧୀନ କଲେ, ଏ ଛୋଟିଆ କଥା ନୁହେଁ। ବିରାଟ ଭାରତବର୍ଷରେ ତାଙ୍କର ଯେଉଁ ନେତୃତ୍ୱ, ଜାତିର ପିତା ହିସାବରେ ସେ ଯାହା କାର୍ଯ୍ୟ କରିଯାଇଛନ୍ତି ତାହା ଚିରସ୍ମରଣୀୟ ହିଁ ରହିବ। ତାଙ୍କ ବିଷୟରେ ମୁଁ ଅଧିକା କହୁନି। ମୋର ଗୁରୁଙ୍କ ବିଷୟରେ କହୁଛି ଯେ ଶ୍ୟାମସୁନ୍ଦର ଆଚାର୍ଯ୍ୟ ଆମର ଗୁରୁ ନଥିଲେ, ଆମର ପିତାମାତା ଭଳି ସେ ଆମକୁ ସ୍ନେହ କରୁଥିଲେ। ଆମେ ବହୁ ଦୂରରୁ ଆସି ଏହି ବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ସେ ଆମକୁ ଏତେ ଭାବପ୍ରବଣ ଭାବରେ ପାଠ ପଢ଼ାନ୍ତି। ଆମେ ଚତୁର୍ଥ ପଞ୍ଚମ, ମୁଁ ନିଜେ ଏଇଠି 2 ବର୍ଷ କାଳ ପାଠ ପଢ଼ିଛି। ପାଠ ପଢ଼ିଲା ବେଳେ ସେ କାନ୍ଦି ହସି ବିଭିନ୍ନ ଅଭିନୟ କରି ଆମ ପାଠ ପଢ଼ାନ୍ତି। ଭୂଗୋଳ, ଇତିହାସ, ସାହିତ୍ୟ ସବୁ ସେ ମାନେ କବିତା ମାଧ୍ୟମରେ ଆମକୁ ପାଠ ପଢ଼ାନ୍ତି ଏବଂ ଏତେ ଭାବବିହ୍ୱଳ ଭାବରେ ସେ ପାଠ ପଢ଼ାନ୍ତି ଯେ ସମୟ ତାଙ୍କ ପାଖରେ ହାର ମାନିଯାଏ। ଆମେ 4ଟାରେ ଛୁଟି ହେବା କଥା, ସେ ପଢ଼େଇ ପଢ଼ି ସନ୍ଧ୍ୟାବେଳେ କରିଦିଅନ୍ତି। ଆମେ 6ଟା ବେଳେ ଘରକୁ ଯାଉ, ରାତି ହେଇଯାଏ ଘରକୁ ଯିବା ପାଇଁ। ତେଣୁ ସେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ଏବଂ ତାଙ୍କ ଆଶୀର୍ବାଦରେ ଆମେ ସମସ୍ତେ ମଣିଷ ହେଇଛୁ। ତାଙ୍କ ପାଖରେ ଭେଦଭାବ ନଥାଏ। ସେ ଗରିବର ହୃଦୟକୁ ଚିହ୍ନନ୍ତି ଏବଂ ଗରିବ ଲୋକମାନଙ୍କୁ ତାଙ୍କର ଯେଉଁ ଦରମା ପାଆନ୍ତି ସେ ଗରିବ ଲୋକମାନଙ୍କ ଭିତରେ ବିତରଣ କରନ୍ତି। କାହାର ଔଷଧ ଖର୍ଚ୍ଚ, କାହାର ପରିବା ଖର୍ଚ୍ଚ, ବିଭିନ୍ନ ସମୟରେ ଲୋକମାନଙ୍କୁ ସହଯୋଗ କରନ୍ତି ଗରିବ ଲୋକମାନଙ୍କର ସେବା କରିବା ପାଇଁ। ଏବଂ ଘରେ ପିଲାମାନଙ୍କୁ ମଣିଷ କରିବା ପାଇଁ ଘରର ଯେଉଁ ଜମିର ଆୟରେ ଆମର ଗୁରୁ ମା ପିଲାମାନଙ୍କୁ ମଣିଷ କରିବା ପାଇଁ ସମସ୍ତ ଖର୍ଚ୍ଚ କରନ୍ତି। ଏବଂ ତାଙ୍କ ପାଖରେ ମଧ୍ୟ ଜାତିଭେଦ ନଥିଲା। ମାନେ ହରିଜନ ସେତେବେଳେ ଏତେ ସେ ସମୟରେ ମାନେ ଆମର ରାମଜନ ହରିଜନ ଯେଉଁ ପ୍ରଭେଦ ଥିଲା ତାଙ୍କ ଭିତରେ ନଥିଲା। ସେ ହରିଜନ ଘରୁ ପିଲାମାନଙ୍କୁ ଯାଇକି ଟେକିକି ଆଣି, କାଖେଇ କୋଳେଇ ଆଣି ପାଠ ପଢ଼େଇଛନ୍ତି ଏବଂ ମଣିଷ କରିଛନ୍ତି ମଧ୍ୟ। ତେଣୁ ସେଭଳି ଗୁରୁ ଆମ ଭାଗ୍ୟରେ ଜୁଟିଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଛୁ। ଏବଂ ଆଜି ଯାହା ଆମେ କହିବାର ସୁଯୋଗ ପାଇଛୁ ବା ଆଜି ଆମେ ମଣିଷ ସମାଜ ହେଇଛୁ, କେବଳ ତାଙ୍କରି ଆଶୀର୍ବାଦ, ସେଇ ଶ୍ୟାମ ସାରଙ୍କର ଦୟା, ଶ୍ୟାମ ସାରଙ୍କର କଲ୍ୟାଣରୁ ଆମେ ଆଜି ଭଲ ମଣିଷ ହେଇପାରିଛୁ। ତେଣୁ ସେଇ ଗୁରୁଙ୍କ ପାଖରେ ମୁଁ କୋଟି କୋଟି ପ୍ରଣାମ ଜଣାଉଛି ଏବଂ ସେଇ ଅମର ଆତ୍ମା ଆଜି ତାଙ୍କର ଯେଉଁ ମୂର୍ତ୍ତି ଉନ୍ମୋଚନ କରାଗଲା, ଆମେ ସମସ୍ତେ ଖୁସି, ଅଞ୍ଚଳବାସୀ ଖୁସି ଏବଂ ଆମେ ସମସ୍ତେ ଆଜି ଖୁସିରେ ବିଭୋର ହେଇଛୁ ଏବଂ ସେଭଳି ଗୁରୁ ପାଇଥିବାରୁ ଆମ ଜୀବନ ଧନ୍ୟ ହୋଇଛି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ମୋ ନାଁ ଭକ୍ତିରଞ୍ଜନ ଆଚାର୍ଯ୍ୟ। ଆମର ତ ଏଇ ଗ୍ରାମ ନାଁ ଏରଞ୍ଚ। ଆମ ଏଇ ଏରଞ୍ଚ ଗ୍ରାମରେ ଯେଉଁ ପ୍ରାଇମେରୀ ସ୍କୁଲ, ପ୍ରାଥମିକ ସ୍କୁଲ, ଏ ସ୍କୁଲର ଯେ ପ୍ରଥମେ ପ୍ରଧାନ ଶିକ୍ଷକ ଥିଲେ ଶ୍ୟାମସୁନ୍ଦର ଆଚାର୍ଯ୍ୟ, ଏ ଅଞ୍ଚଳରେ ଯେ କି ଯେତେ ଗରିବ ଗୁରୁବା ପିଲାଙ୍କୁ ଆଣି ଘରୁ କାଖେଇକି କାନ୍ଧେଇକି ଆଣି ପାଠ ପଢ଼େଇବା, ତା ସହିତ ନାରୀ ଶିକ୍ଷାର ବିଶେଷ କରି ପ୍ରାଧାନ୍ୟ ସେ ଏଭଳି ଅନୁଭବ କରିଥିଲେ ଯେ ସେ ଚିନ୍ତା କରୁଥିଲେ ଯେ ପର୍ଯ୍ୟନ୍ତ ନାରୀମାନେ ଶିକ୍ଷା ଗ୍ରହଣ କରିନାହାନ୍ତି ସେ ପର୍ଯ୍ୟନ୍ତ ସମାଜର ଉନ୍ନତି ହେବ ନାହିଁ। ତେଣୁ ଦାରିଦ୍ର୍ୟତାର ସୀମାରେଖା ତଳେ ଥିବା ପିଲା ଏବଂ ଝିଅମାନଙ୍କୁ କାଖେଇକି ଆଣିକି ଶିକ୍ଷା ଆରମ୍ଭ କରିବା ସହିତ ଏ ଅଞ୍ଚଳର ଶିକ୍ଷାକୁ ଏତେ ଉନ୍ନତି ସେ ଆଣିଛନ୍ତି ସ୍ଥାନକୁ, ଯାହାଦ୍ୱାରା କି ଆଧ୍ୟାତ୍ମିକ ହେଉ ଆଉ ବା ଜ୍ଞାନ ମାର୍ଗରେ ଏ ଅଞ୍ଚଳକୁ ବହୁତ ଦାନ କରିଛନ୍ତି। କେବଳ ସେତିକି ନୁହେଁ, ଜଣେ ଆଶୁ କବି ଏବଂ ସମାଜକୁ ସୁନ୍ଦର ଭାବରେ ଗଢ଼ି ତୋଳିବା ସହିତ ଦୁଃଖରେ ଥିବା ଲୋକମାନଙ୍କୁ ବା ପରିବାରମାନଙ୍କୁ ଉପରକୁ ଉଠେଇବା ତାଙ୍କର ସବୁବେଳେ ଚିନ୍ତା ଥିଲା, ଯାହାଦ୍ୱାରା କି ସେ ନିଜ ପରିବାରକୁ ମଧ୍ୟ ତ୍ୟାଗ କରିଦେଉଥିଲେ ଗୋପବନ୍ଧୁଙ୍କ ଭଳି। ତେଣୁ ଆଜି ଭଳି ପବିତ୍ର ଦିବସରେ ତାଙ୍କର ଛାତ୍ରମାନେ, ପୁରାତନ ଛାତ୍ରମାନେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ଆମର ଜାତିର ପିତା ମହାତ୍ମା ଗାନ୍ଧୀ, ଯେ କି ଅହିଂସା ମାଧ୍ୟମରେ ଏ ଦେଶକୁ ସ୍ୱାଧୀନତା ଆଣିଥିଲେ, ଇଂରେଜମାନଙ୍କ କବଳରୁ ରକ୍ଷା କରିଥିଲେ, ଯେଉଁଭଳି ନିର୍ଯାତନା ଇଂରେଜମାନେ ଦେଉଥିଲେ, ଅହିଂସା ମାଧ୍ୟମରେ ସେ କେମିତି ଆଣିବେ ସ୍ୱାଧୀନତା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ଏ ବିଦ୍ୟାଳୟରେ ଯେ ପ୍ରଥମ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ଆଚାର୍ଯ୍ୟଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ତାଙ୍କର ଛାତ୍ରଛାତ୍ରୀମାନେ ଆଜି ଭଳି ଦିନରେ କରିଛନ୍ତି।